ধান চୋରି କଲେ ଯଦି କେଉଁ ଧାନ ଚୋରି କାହିଁ କରୁଛ ଯଦି ଗିରଫ କରୁଛ ୟାର ଜବାବ ଆସନ୍ତା ଦିନେ ଚାଷୀ ଯୁବ ଛାତ୍ର ଓଡ଼ିଶାବାସୀ ୟାର ଜବାବ ଦେବେ। ବିଧାନସଭା ଖୋଲିବା ପୂର୍ବରୁ କାଲି ମୋହନ ବାବୁ କାଲି ଚାଷୀଙ୍କ ରକ୍ତ ସହ ଖେଳିଛନ୍ତି। ୟାର ନିଶ୍ଚିତ ଭାବରେ ସେ ଆସନ୍ତା ଦିନ ଭୋଟରେ ଚୋର ପାଇବେ ତା ପ୍ରାଣ ସେ ଭୋଗିବେ। ଯୁବ ଛାତ୍ର ସଂଗଠନ ଓଡ଼ିଶାର 30ଟା ଜିଲ୍ଲାରେ ଆମେ ପ୍ରତିବାଦ କଲୁ, କଲେକ୍ଟରଙ୍କୁ ଲେଟର ବି ଦେଲୁ କି ଧାନ ଚୋରି ବନ୍ଦ କର। ଏତେ ଦେଲା ପରେ ତାପରେ ମଧ୍ୟ ଏଇ 14 ତାରିଖ ଦିନ ଗତ ଫେବୃଆରୀ 14 ମୁଁ ମଧ୍ୟ ଆଇ ଲଭ୍ ଭୁବନେଶ୍ୱର ମାଷ୍ଟର ମୁଁ କରିଥିଲି ଗୋଟେ ପ୍ରତିବାଦ କରିଥିଲି। ମୁଁ ଧାନ ଚୋରି ବନ୍ଦ କର, ଯଦି ବନ୍ଦ ନ କରିବ 17 ତାରିଖରେ ଆଜି ଆମେ ଟ୍ରେଲର ଦେଖାଉଛୁ 17 ତାରିଖ ଫିଲ୍ମ ଦେଖେଇବୁ। ଏତେ କହିଲା ପରେ ସେଇ ଧାନ ଚୋରି ଚାଲିଲା, ସେଇ ମଣ୍ଡଳ ବ୍ୟବସ୍ଥା ଚାଲିଲା, ଯାହାକୁ ନେଇକି 17 ତାରିଖରେ ଯେତେବେଳେ ବିଧାନସଭା ଖୋଲିବା ପୂର୍ବରୁ ଆମେ ଗଣତନ୍ତ୍ର ପଦ୍ଧତିରେ ଆମେ ଧାନ ବସ୍ତା ଧାନ ଗାଡ଼ି ନେଇକି ଆମ ଚାଷୀ ନବନିର୍ମାଣ କୃଷକ ସଂଗଠନର ଚାଷୀ ନେତୃତ୍ୱ ଯୁବ ନେତୃତ୍ୱ କର୍ମକର୍ତ୍ତା ସମସ୍ତେ ପହଞ୍ଚିଥିଲେ ଏବଂ ଆସେମ୍ବଲି ଗେଟ୍ ସାମ୍ନାରେ ଆମେ ଯେତେ ପହଞ୍ଚିଥିଲୁ ସେ ଗେଟ୍ ସାମ୍ନାରେ ଧାନ ବସ୍ତା କାଢ଼ିକି ଗୋଟିଏ କଥା କହିଲୁ ଧାନ ଚୋରି ବନ୍ଦ କର। 6ରୁ 12 ଧାନ କାହିଁ ଚୋରି କରୁଛ ଏଇ କଥା କହୁଥିବା ସମୟରେ ସଡନଲି ପୁଲିସ ଆସିକି ଯେଉଁ ହିସାବରେ ଆମ ଜଣେ ଚାଷୀ ଭାଇଙ୍କର ଗୋଡ଼ ଫଟେଇ ଦେଲେ, 2 ଜଣଙ୍କର ମୁଥା ମାରିଛନ୍ତି, ଆକ୍ରମଣ କଲେ, ତା ସହିତ କ'ଣ କଲେ ନା ଆମକୁ କେସ୍ ମିଛ କେସ୍ ଲଗେଇକି ଆମକୁ ଜେଲ୍ ଫରୱାର୍ଡ଼ କରିଦେଲେ। ଆପଣ ଦେଖୁଥିବେ ଯେଉଁ ପୋଲିସ କହୁଛନ୍ତି, ଯେଉଁ ପୋଲିସ ଆମ ନାଁରେ କ୍ୟାପିଟାଲ ଥାନାର ଯେଉଁ ପୋଲିସ ଆମ ନାଁ ଯେଉଁ କେସ୍ ଲଗେଇଛି ସେ କହୁଛନ୍ତି କି ଏମାନେ ଆସିକି ଭଙ୍ଗରୁଜା କଲେ। ସମସ୍ତଙ୍କ ପାଖରେ ଦେଖିବେ ଭିଡ଼ିଓ ପ୍ରୁଫ୍ ଅଛି। ଆମେ ଭାଙ୍ଗିନୁ, ଆମେ ଆକ୍ରମଣ କରିନୁ, ସେ ଓଲଟେ ଆମକୁ ଦୁର୍ବ୍ୟବହାର କଲେ। ଆମ ଚାଷୀ ଭାଇର ଜଣଙ୍କ ଗୋଡ଼କୁ ଆଜ୍ଞା ମାରି ଫଟେଇ ତା ରକ୍ତ କରିଦେଲେ, କିନ୍ତୁ ଉଲ୍ଟା ଆମ ନାଁରେ କେସ୍ ଦେଲେ କି ଏମାନେ ଆସିକି ଭଙ୍ଗରୁଜା କଲେ। ଇଏ ମିଛ କଥା କହିକି ଆନ୍ଦୋଳନ ଭାବୁଛନ୍ତି ଫଲ୍ସ କେସ୍ ଲଗେଇକି ଯେଉଁ ଆମକୁ ଚପେଇ ଦେବା ପାଇଁ, ଏ ଆନ୍ଦୋଳନ ଚପିବ ନାହିଁ, ଆନ୍ଦୋଳନ ଆହୁରି ତୀବ୍ର ଆକାର ହେବ। ମୁଁ କହିଦେଉଛି ଯେଉଁ ପୋଲିସ ପ୍ରଶାସନ କ୍ୟାପିଟାଲ ଥାନାର ଯେଉଁ ଆଇସି ଅଛନ୍ତି ଯେଉଁ ମିଛ କେସ୍ ଆମ ନାଁରେ ଦେଇକି 20 ଜଣ ସାଥୀକୁ କାଲି ଫରୱାର୍ଡ଼ କଲେ, କୋର୍ଟ ଚାଲାଣ କଲେ, ତାର ନିଶ୍ଚିତ ଭାବରେ ସେ ପରିଣାମ ଭୋଗିବେ। ସତ୍ୟ ରାସ୍ତାରେ ଆମେ ଚାଲିଛୁ, ଅହିଂସା ରାସ୍ତା ଚାଲୁଛୁ। ହିଂସା ସେଇ ପୋଲିସ କରୁଛି, ଆମେ ହିଂସା କରୁନୁ। ଆମକୁ ସେମାନେ ଯେଉଁ ଅତ୍ୟାଚାର କରୁଛନ୍ତି